ବନ୍ଧୁଗଣ 21 ସେପ୍ଟେମ୍ବର 2025 ଅର୍ଥାତ୍ ରବିବାର ଦିନ ହେଉଛି ମହାଳୟ ଅମାବାସ୍ୟା। ଏଥିସହିତ ବର୍ଷ 2025ର ଅନ୍ତିମ ସୂର୍ଯ୍ୟପରାଗ ଲାଗିବା ପାଇଁ ଯାଉଅଛି। ଏହା ଏକ ଦୀର୍ଘତମ ସୂର୍ଯ୍ୟପରାଗ ଏବଂ ବିରଳ ମହାଜାଗତିକ ଦୃଶ୍ୟ ଭାବରେ ମହାଶୂନ୍ୟରେ ସଂଗଠିତ ହେବ। ଏହି ସୂର୍ଯ୍ୟପରାଗ ଦୀର୍ଘ 500 ବର୍ଷ ପରେ ପଡ଼ୁଅଛି ଏବଂ ଏହା ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ହେବା କାରଣରୁ ଏହା ବହୁତ ବିରଳ ରହିବ ଏବଂ ଗ୍ରହମାନଙ୍କର ଓ ନକ୍ଷତ୍ରମାନଙ୍କର ମଧ୍ୟରେ ଏକ ଅଦ୍ଭୁତ ମହାସଂଯୋଗ ମଧ୍ୟ ସୃଷ୍ଟି କରିବା ପାଇଁ ଯାଉଅଛି। ତେବେ ଆଜିର ଏହି ଭିଡ଼ିଓ ମାଧ୍ୟମରେ ଆମେ ଜାଣିବା ଯେ ସୂର୍ଯ୍ୟପରାଗର ହାଣ୍ଡି ଛାଡ଼ର ସଠିକ୍ ସମୟ, ସୂତକ ସମୟ ମାନ୍ୟ ହେବ ନା ନାହିଁ, ଗ୍ରାସ ସମୟ, ଶୁଭ ଅଶୁଭ ରାଶି, ଗର୍ଭବତୀ ମହିଳା କିପରି ସାବଧାନ ରହିବେ ଓ କ'ଣ କରିବେ ଓ କ'ଣ କରିବେ ନାହିଁ। ଏଥିସହିତ ଏହି ସୂର୍ଯ୍ୟପରାଗ ଲାଗୁଥିବା ସମୟରେ କେଉଁ କାର୍ଯ୍ୟ କରିବା ଉଚିତ ଏବଂ କ'ଣ ନ କରିବା ଉଚିତ ସମସ୍ତ ବିବରଣୀ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଜାଣିବା, ଯାହାକି ପାଞ୍ଜିର ନିର୍ଭୁଲ ଗଣନାରୁ ସଂଗୃହୀତ ଅଟେ। ତେବେ ଆସନ୍ତୁ ଜାଣିବା। ତାହା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ, ଏହି ଭିଡ଼ିଓକୁ ଗୋଟିଏ ଲାଇକ୍ କରିନିଅନ୍ତୁ ଏବଂ ଯଦି ଆପଣମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ବର୍ତ୍ତମାନ ହିଁ ସବସ୍କ୍ରାଇବ୍ କରିନିଅନ୍ତୁ। ତେବେ ଆସନ୍ତୁ ଜାଣିବା। ବନ୍ଧୁଗଣ, ଭାରତରେ ସୂର୍ଯ୍ୟପରାଗ ଲାଗିବା ପୂର୍ବରୁ ପାକ ନିଷେଧ ହୋଇଯାଇଥାଏ ବା ରନ୍ଧନ କାର୍ଯ୍ୟ ଓ ଭୋଜନ କାର୍ଯ୍ୟକୁ ବାରଣ କରାଯାଇଥାଏ, ଯାହାକୁ ଆମେ ସାଧାରଣତଃ ସୂତକକାଳ ମଧ୍ୟ କହିଥାଉ। ଧାର୍ମିକ ମହତ ଅନୁଯାୟୀ ଏହି ସମୟରେ କୌଣସି ଶୁଭ କାର୍ଯ୍ୟ ବା ପୂଜାପାଠ ଆଦି କରାଯାଇନଥାଏ। ଏହି ସମୟ ମଧ୍ୟରେ ମନ୍ଦିରର କବାଟ ବନ୍ଦ ରଖାଯିବା ସହିତ ସମସ୍ତ ଦେବନୀତି ବନ୍ଦ ରହିଥାଏ। ସୂର୍ଯ୍ୟପରାଗ ଓ ପାକ ନିଷେଧର ସମୟ ଜାଣିବା ଆଗରୁ ଆମେ ପ୍ରଥମେ ଜାଣିନେବା ଯେ ଏହି ସମୟରେ କ'ଣ କରିବେ ଓ କ'ଣ କରିବେ ନାହିଁ। ଜ୍ୟୋତିଷ ଶାସ୍ତ୍ରରେ ଏହି ସମୟ ସୀମା ମଧ୍ୟରେ କେତେକ କାର୍ଯ୍ୟଗୁଡ଼ିକୁ କରିବାକୁ ବାରଣ କରାଯାଇଛି, ଯାହାଦ୍ୱାରା ଆମକୁ ବହୁତ ଅସୁବିଧାର ସମ୍ମୁଖୀନ କରିବା ପାଇଁ ପଡ଼ିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସମୟକୁ ଅଶୁଭ ସମୟ ମଧ୍ୟ କୁହାଯାଇଥାଏ, କାରଣ ଏହି ସମୟରେ ସୂର୍ଯ୍ୟଙ୍କଠାରୁ ବାହାରୁଥିବା ରଶ୍ମି ବା ଆଲୋକ ସିଧାସଳଖ ଭାବରେ ପୃଥିବୀ ପୃଷ୍ଠରେ ପଡ଼ିପାରିନଥାଏ, ଯାହାଦ୍ୱାରା ଏହି ସମୟରେ ନକାରାତ୍ମକ ଶକ୍ତିମାନେ ଜାଗ୍ରତ ହୋଇ ଉଠିଥାନ୍ତି। ତେଣୁ ଜ୍ୟୋତିଷ ଶାସ୍ତ୍ରରେ ଏହି ସମୟ ସୀମା ମଧ୍ୟରେ କେତେକ କାର୍ଯ୍ୟଗୁଡ଼ିକୁ କରିବା ପାଇଁ ମଧ୍ୟ ବାରଣ କରାଯାଇଛି। ତେବେ ବନ୍ଧୁଗଣ, ଆସନ୍ତୁ ଜାଣିନେବା ସୂର୍ଯ୍ୟପରାଗ ଲାଗୁଥିବା ସମୟରେ କ'ଣ କରିବେ ଓ କ'ଣ କରିବେ ନାହିଁ। ଖାଦ୍ୟ ତିଆରି କରନ୍ତୁ ନାହିଁ। ସୂର୍ଯ୍ୟପରାଗ ସମୟରେ ଖାଦ୍ୟ ପଦାର୍ଥ ରୋଷେଇ କରିବାକୁ ଅଶୁଭ ମନାଯାଇଥାଏ, କାରଣ ଏହି ସମୟରେ ରନ୍ଧା ହୋଇଥିବା ଖାଦ୍ୟ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସମ୍ପୂର୍ଣ୍ଣ ଭାବରେ ଅଶୁଦ୍ଧ ହୋଇଥାଏ। ଏଥିପାଇଁ ଆପଣମାନେ ସୂର୍ଯ୍ୟପରାଗ ସମୟରେ ରୋଷେଇ କାର୍ଯ୍ୟ କେବେ ହେଲେ କରନ୍ତୁ ନାହିଁ। ସୂର୍ଯ୍ୟପରାଗ ସମୟରେ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ। ଏହି ସମୟରେ ରନ୍ଧା ହୋଇଥିବା ଖାଦ୍ୟ ଗ୍ରହଣ କରିବା ସମ୍ପୂର୍ଣ୍ଣ ଭାବରେ ନିଷେଧ ଅଟେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟପରାଗ ସମୟରେ ରନ୍ଧା ହୋଇଥିବା ଖାଦ୍ୟ ଖାଇଲେ ଏହା ଆମ ଶରୀର ଉପରେ କୁପ୍ରଭାବ ପକାଇଥାଏ। ତେଣୁ ଗ୍ରହଣ ହେଉ ବା ପରାଗ, ଏହି ସମୟରେ ଶୁଖିଲା ଖାଦ୍ୟ ବା ଫଳମୂଳ ଆଦି ଆପଣମାନେ ଖାଇପାରିବେ। ଗର୍ଭବତୀ ମହିଳାମାନେ ସତର୍କ ରୁହନ୍ତୁ। ସୂର୍ଯ୍ୟପରାଗ ସମୟରେ ଯେଉଁ ମହିଳାମାନେ ଗର୍ଭବତୀ ଅଛନ୍ତି ସେମାନେ ଘର ବାହାରକୁ ଯିବାକୁ ସମ୍ପୂର୍ଣ୍ଣ ଭାବରେ ନିଷେଧ କରାଯାଇଛି। ସୂର୍ଯ୍ୟପରାଗ ସମୟରେ ଯଦି ସୂର୍ଯ୍ୟଙ୍କର କିରଣ କୌଣସି ବି ଗର୍ଭବତୀ ମହିଳାଙ୍କ ଉପରେ ପଡ଼ିଯାଏ, ତେବେ ତାଙ୍କର ଗର୍ଭର ପ୍ରଥମ ଶିଶୁକୁ ଶାରୀରିକ ଦୋଷ ଲାଗିଯାଇଥାଏ, ଯାହା ଭବିଷ୍ୟତରେ ବହୁତ ବଡ଼ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଗର୍ଭବତୀ ମହିଳାମାନେ ଏହି ସମୟରେ କଦାପି ବାହାରକୁ ବାହାରନ୍ତୁ ନାହିଁ। ସୂର୍ଯ୍ୟପରାଗ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ ଏବଂ କୌଣସି ଶୁଭ କାର୍ଯ୍ୟ କରିବାକୁ ଗୃହ ମଧ୍ୟରେ ଆଲୋଚନା ମଧ୍ୟ କରନ୍ତୁ ନାହିଁ। ଏହାଦ୍ୱାରା ଆପଣମାନଙ୍କର ପରିବାରରେ ଅନିଷ୍ଟ ହୋଇଥାଏ। ସୂର୍ଯ୍ୟପରାଗ ସମୟରେ ଠାକୁର ପୂଜା କେବେ ହେଲେ କରନ୍ତୁ ନାହିଁ। ଏହି ସମୟରେ ଠାକୁର ଘରକୁ ସମ୍ପୂର୍ଣ୍ଣ ରୂପରେ ବନ୍ଦ କରି ରଖନ୍ତୁ ଏବଂ ସୂର୍ଯ୍ୟପରାଗ ସମୟରେ କୌଣସି ବୃକ୍ଷ ବା ଗଛଲତା ଆଦିକୁ ସ୍ପର୍ଶ କରନ୍ତୁ ନାହିଁ। ସୂର୍ଯ୍ୟପରାଗ ସମୟରେ ଅନ୍ନଦାନ କରିବାର ଉତ୍ତମ ସମୟ ମନାଯାଇଛି। ଏମିତି କୁହାଯାଏ କି ସୂର୍ଯ୍ୟପରାଗ ସମୟରେ ଅନ୍ନଦାନ କରିଲେ ଶରୀରରେ କୌଣସି ରୋଗ ହୋଇନଥାଏ। ପରାଗ ଶେଷ ହେବା ପରେ ସ୍ନାନ କରିବା ଓ ପିନ୍ଧିଥିବା ବସ୍ତ୍ରକୁ ଧୋଇ ନେବା ଉଚିତ ଏବଂ ନିଜ ଘରେ ଗଙ୍ଗାଜଳ ଛିଞ୍ଚନ କରି ପବିତ୍ର କରିନେବା ଉଚିତ ଏବଂ ଏହାପରେ ନିଜର ସାମର୍ଥ୍ୟ ଅନୁଯାୟୀ ଦୁଃଖୀ ଓ ଦରିଦ୍ର ଲୋକମାନଙ୍କୁ ଅର୍ଥ, ବସ୍ତ୍ର ବା ଭୋଜନ ଇତ୍ୟାଦି ଆପଣମାନେ ଦାନ ଭାବରେ ଦେଇପାରିବେ। ସୂର୍ଯ୍ୟପରାଗ ସମୟରେ କାହା ସହ କଥାବାର୍ତ୍ତା ହୁଅନ୍ତୁ ନାହିଁ।
ସେହି ସମୟରେ ଭଗବାନଙ୍କର ମାଳା ଜପ କରନ୍ତୁ। ଏହାଦ୍ୱାରା ଗ୍ରହର ଖରାପ ପ୍ରଭାବ ଆପଣମାନଙ୍କ ଉପରେ ପଡ଼ିପାରିନଥାଏ ଏବଂ ସୂର୍ଯ୍ୟପରାଗ ସମୟରେ ସୂର୍ଯ୍ୟଙ୍କଠାରୁ ବାହାରୁଥିବା କିରଣ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ। ଏଥିପାଇଁ ସୂର୍ଯ୍ୟପରାଗ ସମୟରେ ଆପଣମାନଙ୍କର ଗୃହର ସମସ୍ତ କବାଟ ଓ ଝରକା ଆଦି ବନ୍ଦ କରି ରଖିଦିଅନ୍ତୁ, ଯାହାଦ୍ୱାରା ସୂର୍ଯ୍ୟଙ୍କର କିରଣ ପ୍ରବେଶ କରିପାରିବ ନାହିଁ। ସୂର୍ଯ୍ୟପରାଗ ସମୟରେ ଶାରୀରିକ ସମ୍ବନ୍ଧ ରଖନ୍ତୁ ନାହିଁ। ଏହି ସମୟରେ ନକାରାତ୍ମକ ଶକ୍ତିର ପ୍ରଭାବ ଅଧିକ ରହିଥିବା ହେତୁ ବିବାହିତ ପୁରୁଷ ଓ ମହିଳାମାନେ ଶାରୀରିକ ସମ୍ପର୍କ କେବେହେଲେ ରଖନ୍ତୁ ନାହିଁ। ଏହାକୁ ଜ୍ୟୋତିଷ ଶାସ୍ତ୍ରରେ ସାଧାରଣତଃ ଭାବରେ ଅଶୁଭ ମନାଯାଇଅଛି। ଏହାଦ୍ୱାରା ଆପଣଙ୍କର ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ଏବଂ ଏହାର କୁପ୍ରଭାବ ଆପଣମାନଙ୍କର ସନ୍ତାନମାନଙ୍କ ଉପରେ ପଡ଼ିଥାଏ। ତେଣୁ ବନ୍ଧୁଗଣ, ସୂର୍ଯ୍ୟପରାଗ ସମୟରେ ଏହିସବୁ କାର୍ଯ୍ୟ କରନ୍ତୁ ନାହିଁ। ଦେଖିବେ ଆପଣମାନଙ୍କର ନିଶ୍ଚୟ ମଙ୍ଗଳ ହେବ। ଯେହେତୁ ଏହା ହେଉଛି ଏକ ବିରଳ ସୂର୍ଯ୍ୟପରାଗ ଏବଂ ମହାଳୟ ଅମାବାସ୍ୟା ଦିନ ଲାଗିବା ପାଇଁ ଯାଉଅଛି, ତେଣୁ ଏହି ସୂର୍ଯ୍ୟପରାଗ ଲାଗୁଥିବା ସମୟରେ ସୂର୍ଯ୍ୟ ସିଂହ ରାଶିରେ ଅବସ୍ଥାନ କରୁଥିବାରୁ ଏହି ସୂର୍ଯ୍ୟପରାଗ ସିଂହ ରାଶିରେ ସଂଗଠିତ ହେବ, ଯାହାଦ୍ୱାରା ସିଂହ ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଏହାର ଯଥେଷ୍ଟ ପ୍ରଭାବ ରହିବ। ଏହି ସୂର୍ଯ୍ୟପରାଗ ଏକ ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ଭାବରେ ମହାଶୂନ୍ୟରେ ସଂଗଠିତ ହେବ। ଏହାର ପୂର୍ଣ୍ଣ ଅବଧିକାଳ ରହିଅଛି 4 ଘଣ୍ଟା 24 ମିନିଟ୍ ଏବଂ 2 ସେକେଣ୍ଡ। ଏବେ ଆସନ୍ତୁ ଜାଣିବା ସୂର୍ଯ୍ୟପରାଗ ଲାଗିବାର ସମୟ ଓ କ'ଣ ରହିଛି ଏହାର ପ୍ରଭାବ। ବନ୍ଧୁଗଣ, ସୌରମଣ୍ଡଳର ରହସ୍ୟ ହେଉଛି ବଡ଼ ବିଚିତ୍ର। ସୌରମଣ୍ଡଳରେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ବ୍ୟତୀତ ଆଉ 9ଟି ଗ୍ରହ ଅବସ୍ଥାନ କରିଥାନ୍ତି। ସେଥିମଧ୍ୟରୁ ପୃଥିବୀ ହେଉଛି ଅନ୍ୟତମ ଏବଂ ଏହି ପୃଥିବୀରେ ଆମେ ବସବାସ କରିଛୁ। ଯେହେତୁ ଚନ୍ଦ୍ର ହେଉଛନ୍ତି ପୃଥିବୀର ଉପଗ୍ରହ, ତେଣୁ ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣ କେବଳ ପୃଥିବୀ ପୃଷ୍ଠରେ ଦୃଶ୍ୟମାନ ହୋଇଥାଏ। ସୂର୍ଯ୍ୟପରାଗ ସାଧାରଣତଃ ଅମାବାସ୍ୟା ତିଥିରେ ଏବଂ ଚନ୍ଦ୍ରଗ୍ରହଣ ପୂର୍ଣ୍ଣିମା ତିଥିରେ ହୋଇଥାଏ। ଯେହେତୁ ଏହା ହେଉଛି ସୂର୍ଯ୍ୟପରାଗ, ତେଣୁ ଏହା ଅମାବାସ୍ୟା ତିଥିରେ ଲାଗିବା ପାଇଁ ଯାଉଅଛି। ଏହି ପରାଗ ଲାଗୁଥିବା ସମୟରେ ସୂର୍ଯ୍ୟ ସିଂହ ରାଶିରେ ଅବସ୍ଥାନ କରୁଥିବାରୁ ଏହି ସୂର୍ଯ୍ୟପରାଗ ସିଂହ ରାଶିରେ ସଂଗଠିତ ହେବ, ଯାହାଦ୍ୱାରା ସିଂହ ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଏହାର ଯଥେଷ୍ଟ ପ୍ରଭାବ ରହିବ। ସାଧାରଣତଃ ଗ୍ରହଣ ଲାଗିବାର 9 ଘଣ୍ଟା ପୂର୍ବରୁ ଏବଂ ପରାଗ ଲାଗିବାର 12 ଘଣ୍ଟା ପୂର୍ବରୁ ପାକ ନିଷେଧ ବା ହାଣ୍ଡିଛାଡ଼ କରାଯାଇଥାଏ। ଏହି ସମୟକୁ ସୂତକ ସମୟ ମଧ୍ୟ କୁହାଯାଇଥାଏ। ଏହି ପରାଗ ଲାଗୁଥିବା ସମୟରେ ଖାଦ୍ୟ ଗ୍ରହଣ କରିବାକୁ ବାରଣ କରାଯାଇଛି, କାରଣ ପରାଗ ଲାଗିବା ସମୟରେ ପେଟରେ କିଛି ଖାଦ୍ୟ ପଦାର୍ଥ ନ ରହିବା ହିଁ ଭଲ। ତେଣୁ 12 ଘଣ୍ଟା ପୂର୍ବରୁ ହାଣ୍ଡିଛାଡ଼ କରାଯାଇଥାଏ। ତେବେ ଏବେ ଆସନ୍ତୁ ଜାଣିବା ସୂର୍ଯ୍ୟପରାଗ କେଉଁ ସମୟରେ ଲାଗିବ ଏବଂ ତାହା ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଏବଂ ସୂତକ ସମୟ ମାନ୍ୟ ହେବ ନା ନାହିଁ। ସୂର୍ଯ୍ୟପରାଗର ସମୟ। ଏହି ସୂର୍ଯ୍ୟପରାଗର ଗ୍ରାସ ବା ପରାଗ ଲାଗିବାର ସମୟ ହେଉଛି 21 ସେପ୍ଟେମ୍ବର ରବିବାର ରାତ୍ରି 10:59 ଏବଂ 43 ସେକେଣ୍ଡରୁ ଆରମ୍ଭ ହେବ ଏବଂ ମଧ୍ୟରାତ୍ରି 3:23 ଏବଂ 45 ସେକେଣ୍ଡରେ ଶେଷ ହେବ ବା ଏହି ସମୟରେ ସୂର୍ଯ୍ୟପରାଗ ମୋକ୍ଷପ୍ରାପ୍ତି ହେବ। ଏହି ସୂର୍ଯ୍ୟପରାଗର ମଧ୍ୟକାଳ ରହିଅଛି ମଧ୍ୟରାତ୍ର 1:11 ଏବଂ 59 ସେକେଣ୍ଡ। ଏହି ସୂର୍ଯ୍ୟପରାଗ ମହାକାଶରେ ପ୍ରାୟ 4 ଘଣ୍ଟା 24 ମିନିଟ୍ ଏବଂ 2 ସେକେଣ୍ଡ ପର୍ଯ୍ୟନ୍ତ ଲାଗି ରହିବ। ତେଣୁ ଏହା ଏକ ବୃହତ୍ତମ ସୂର୍ଯ୍ୟପରାଗ ଭାବରେ ଗଣନା କରାଯାଇଛି। ଏହି ସୂର୍ଯ୍ୟପରାଗ ନ୍ୟୁଜିଲାଣ୍ଡ, ଆଣ୍ଟାର୍କଟିକା ଏଥିସହିତ ଅଷ୍ଟ୍ରେଲିଆର କେତେକ ଦେଶଗୁଡ଼ିକରେ ଦୃଶ୍ୟମାନ ହେବ ଏବଂ ଏହି ସୂର୍ଯ୍ୟପରାଗ ଭାରତ ସହିତ ଓଡ଼ିଶାରେ ଦୃଶ୍ୟମାନ ହେବ ନାହିଁ। ଯେହେତୁ ଏହି ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ, ତେବେ ଏହି ସୂର୍ଯ୍ୟପରାଗର ସୂତକ ସମୟ ବା ପାକ ନିଷେଧର ସମୟ ମାନ୍ୟ ହେବ ନାହିଁ। ତେଣୁ ଏହି ସୂର୍ଯ୍ୟପରାଗ ସମୟରେ ହାଣ୍ଡିଛାଡ଼ ବା ପାକ ନିଷେଧ ମଧ୍ୟ ପାଳନୀୟ ହେବ ନାହିଁ। କିନ୍ତୁ ଏହି ସୂର୍ଯ୍ୟପରାଗର ପୃଥିବୀ ଉପରେ ନିଶ୍ଚୟ ପ୍ରଭାବ ପଡ଼ିବା ପାଇଁ ଯାଉଅଛି। ଏହି ସମୟ ଗର୍ଭବତୀ ମହିଳାମାନଙ୍କ ପାଇଁ ବହୁତ ଅଶୁଭ ଏବଂ ସମ୍ବେଦନଶୀଳ ହୋଇଥିବାରୁ ସେମାନଙ୍କୁ ସାବଧାନ ରହିବା ସହିତ ସୂର୍ଯ୍ୟପରାଗ ଦେଖିବା ପାଇଁ ମଧ୍ୟ ବାରଣ କରାଯାଇଛି। କାରଣ ପରାଗ ଲାଗିବା ସମୟରେ ଗର୍ଭବତୀ ମହିଳାମାନେ କୌଣସି ଜିନିଷ କଟାକଟି ବା କୌଣସି କପଡ଼ା ଆଦି ସିଲେଇ କରନ୍ତୁ ନାହିଁ, ନଚେତ୍ ଏହାର କୁପ୍ରଭାବ ଗର୍ଭରେ ରହିଥିବା ଶିଶୁ ଉପରେ ସିଧାସଳଖ ଭାବରେ ପଡ଼ିଥାଏ। ଏଥିସହିତ ସୂର୍ଯ୍ୟପରାଗ ଲାଗୁଥିବା ସମୟରେ କଳା ରଙ୍ଗର ବସ୍ତ୍ର ମଧ୍ୟ ପରିଧାନ କରନ୍ତୁ ନାହିଁ ଏବଂ ପରାଗ ଲାଗୁଥିବା ସମୟରେ ବାହାରକୁ ମଧ୍ୟ ବାହାରନ୍ତୁ ନାହିଁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସୂର୍ଯ୍ୟପରାଗ କାରଣରୁ ଗ୍ରହ ଓ ନକ୍ଷତ୍ରମାନଙ୍କର ସ୍ଥାନରେ ବହୁତ ବଡ଼ ପରିବର୍ତ୍ତନ ହେବା ପାଇଁ ଯାଉଅଛି। ଗ୍ରହ ଓ ନକ୍ଷତ୍ରମାନଙ୍କର ପରିବର୍ତ୍ତନ କାରଣରୁ କିଛି ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଅଶୁଭ ପ୍ରଭାବ ପଡ଼ୁଥିବା ବେଳେ କେତେକ ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଏହି ସୂର୍ଯ୍ୟପରାଗର ଶୁଭ ପ୍ରଭାବ ପଡ଼ିବା ପାଇଁ ଯାଉଅଛି। ତେବେ ଏହି ସବୁ ଭାଗ୍ୟଶାଳୀ ରାଶିମାନେ ହେଉଛନ୍ତି ମେଷ ରାଶି, ମିଥୁନ ରାଶି, କର୍କଟ ରାଶି, ତୁଳା ରାଶି, ବିଛା ରାଶି,
କନ୍ୟା ରାଶି, ମକର ରାଶି ଏବଂ ମୀନ ରାଶି। ଏଥିସହିତ ବୃଷ ରାଶି, ସିଂହ ରାଶି, ଧନୁ ରାଶି ଓ କୁମ୍ଭ ରାଶିର ବ୍ୟକ୍ତି ବିଶେଷମାନଙ୍କ ଉପରେ ଏହି ସୂର୍ଯ୍ୟପରାଗର ଖରାପ ପ୍ରଭାବ ପଡ଼ିବା ପାଇଁ ଯାଉଅଛି। ତେଣୁ ଏହି 4ଟି ରାଶିର ବ୍ୟକ୍ତି ବିଶେଷମାନେ ଏହି ସୂର୍ଯ୍ୟପରାଗ ସମୟରେ ସାବଧାନ ରହିବା ପାଇଁ ଚେଷ୍ଟା କରନ୍ତୁ ଏବଂ ଏହି ସମୟରେ ଭଗବାନଙ୍କର ନାମ ଜପ କରନ୍ତୁ। ଦେଖିବେ ଆପଣମାନଙ୍କ ଉପରକୁ ଆସୁଥିବା ଘାତ ଓ ପ୍ରତିଘାତ ଆପେ ଆପେ ଟଳିଯିବ। ତେବେ ବନ୍ଧୁଗଣ, ଏହା ଥିଲା ଏହି ବର୍ଷ ବା ବର୍ଷ 2025ର ଅନ୍ତିମ ସୂର୍ଯ୍ୟପରାଗର ସମ୍ପୂର୍ଣ୍ଣ ବିବରଣୀ ବିଷୟରେ। ଆଶା କରୁଛୁ ଆପଣମାନଙ୍କୁ ଏହି ଭିଡ଼ିଓଟି ନିଶ୍ଚୟ ପସନ୍ଦ ଆସିଥିବ। ପସନ୍ଦ ଆସିଥିଲେ ଏହି ଭିଡ଼ିଓକୁ ଲାଇକ୍ କରିବା ସହିତ ଆପଣଙ୍କର ପ୍ରିୟଜନମାନଙ୍କ ସହିତ ସେୟାର କରିନିଅନ୍ତୁ। ଧନ୍ୟବାଦ।